ତାର ବିକଳ୍ପ ଆମେ କାଠ ଚୁଲା ଉପରେ ନିର୍ଭର କରୁଛୁ। ବାହାରୁ ଉଚ୍ଚ ଦରରେ କାଠ କିଣି ଆଣିକି ଯେଉଁ କାମ ଅଧଘଣ୍ଟାରେ ହେଉଥିଲା ତାହା ବର୍ତ୍ତମାନ 4 ଘଣ୍ଟା 5 ଘଣ୍ଟା ଲାଗୁଛି। କଷ୍ଟ ହେଲେ ମଧ୍ୟ ଲୋକଙ୍କୁ ଆମେ ଗ୍ରାହକଙ୍କୁ ସେବା ଯୋଗାଉଛୁ। ବାଧ୍ୟ ହେଇକିନା କାଠର ଆଶ୍ରୟ ନେଇଛୁ। ଏହା ସହିତ ଦୁଃଖର ବିଷୟ ଯେ କାଠ ମଧ୍ୟ କ୍ୱିଣ୍ଟାଲ 850 ଟଙ୍କା ନେଉଛନ୍ତି। ସେଇ ହିସାବରେ କଣ କରିବା? ଏଠାରେ ଆମର କର୍ମଚାରୀ 22 ଜଣ କାମ କରନ୍ତି। ଆଉ ଆମେ ସମ୍ପୂର୍ଣ୍ଣ କମର୍ସିଆଲ ଗ୍ୟାସ୍ ଉପରେ ନିର୍ଭରଶୀଳ। କିନ୍ତୁ ବର୍ତ୍ତମାନ ଯେଉଁ ପ୍ରକାର ସିଚୁଏସନ୍ ହେଲାଣି, ଯାତ୍ରୀ ମାଲବାହୀ ଗାଡ଼ି ଖାଇବାକୁ ପାଉନାହାନ୍ତି। ତାର ବିକଳ୍ପ ଆମେ କାଠ ଚୁଲା ଉପରେ ନିର୍ଭର କରୁଛୁ। ବାହାରୁ ଉଚ୍ଚ ଦରରେ କାଠ କିଣି ଆଣିକି ଯେଉଁ କାମ ଅଧଘଣ୍ଟାରେ ହେଉଥିଲା ତାହା ବର୍ତ୍ତମାନ 4 ଘଣ୍ଟା 5 ଘଣ୍ଟା ଲାଗୁଛି। କଷ୍ଟ ହେଲେ ମଧ୍ୟ ଲୋକଙ୍କୁ ଆମେ ଗ୍ରାହକଙ୍କୁ ସେବା ଯୋଗାଉଛୁ। ତାଙ୍କୁ କୌଣସି ପ୍ରକାର ଅସୁବିଧା ନ ହୁଏ ବା ଯାତ୍ରୀ ଯେମିତି ଭୋକ ଉପାସ ନ ରୁହନ୍ତି ତା ଉପରେ ଆମେ ଧ୍ୟାନ ଦେଉଛୁ। ଏବଂ ମେନ୍ୟୁରେ ମଧ୍ୟ ଆମର କୌଣସି ରେଟ୍ର ପରିବର୍ତ୍ତନ କରିନୁ। ବର୍ତ୍ତମାନ ଯୋଉ ପରିସ୍ଥିତି ଆମେ ବହୁତ ହଇରାଣର ସମ୍ମୁଖୀନ ହଉଛୁ। ଗ୍ୟାସ୍ ଆମର ଗ୍ୟାସରେ ହିଁ ହୁଏ ରୋଷେଇ, କମର୍ସିଆଲ ଗ୍ୟାସ୍। ବର୍ତ୍ତମାନ ତ ଆଉ ମିଳୁନି। ଇଭେନ୍ ଆମର ଡୋମେଷ୍ଟିକ ଗ୍ୟାସ୍ ମଧ୍ୟ ମିଳୁନି। ଘରେ ଯାହା ଥିଲା ସେଠି 25 ଦିନ ପରେ ପୁଣି ଆଉ ଥରେ ରିଫିଲ୍ ବୁକ୍ କରିବାକୁ ପଡିବ। ସେଥିପାଇଁ ବାଧ୍ୟ ହେଇକିନା କାଠର ଆଶ୍ରୟ ନେଇଛୁ। ଏହା ସହିତ ଦୁଃଖର ବିଷୟ ଯେ କାଠ ମଧ୍ୟ କ୍ୱିଣ୍ଟାଲ 850 ଟଙ୍କା ନେଉଛନ୍ତି। ସେଇ ହିସାବରେ କଣ କରିବା? ସବୁ ନାଇଁ, ରେଟ୍ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବଢିନି। ଆଉ ଆଗକୁ କଣ ହବ? ମେନ୍ ହେଲା ଭାତ ହାଣ୍ଡିଟାକୁ ବଞ୍ଚେଇକି ରଖିଲେ 15-20ଟା ପିଲାମାନଙ୍କର ପରିବାର ପୋଷା ହଉଛି। ସେଟାକୁ ଦେଖିବାକୁ ପଡୁଛି। ସେଥିପାଇଁ ବର୍ତ୍ତମାନ ସେତିକିରେ ହିଁ ଚାଲିଛି, ରେଟ୍ ବଢିଛି।